लिंग पुराण द्वितीय खंड शिवधनु प्रसंग। बड़ बड़ राजा माने गले आड़ होई, एत सान पिला कि पारिबे धनु छुई। विश्वामित्र बोइले न भाब हे राजन, मोर कथा मानिबे गे देखाओ बहन। तो से जनक श्रीराम लक्ष्मण को नेले, राजसभा मध्य से जाइन मिलिले। देखि सर्व राजा माने कहन्ति विचार, सामान्य बालक देख साहस यांकर। केवले बालक हेले कि हेबरे भाई, सिंह गति परिगति करिण आसई। हरिहर परि दिशन्ति बेनी मूर्ति, इंद्र नीलमणि स्वर्ण जिणी दिशे कांति। श्रीराम सभा मध्य प्रवेश होइले, नृपति गणଙ୍କୁ चाहिए सन बोइले। सामान्य बालक मुहि कहार साहस, जेबे कार बल अछि बेगे उठी आस। भांग धनु मोर तहि नाही कि आपत्ति, शुणी निरुत्तर हेले सकल नृपति। तहु प्रभु सिंह गति करी चली गले, गबडांग परि धनु उठाई आनिले। जेते बेले धनु को से आनिले उठाई, पृथ्वी बोले मोते रक्षा कर रघुसाई। तहु राम बाम पादे धनु को स्थापिले, गुण देईन धनु को टंकार करिले। आकर्ण पर्यंत प्रभु आनिले ओटारी, भांगी गला धन मड़ मड़ शब्द करी। शब्द होइला जेने मेघे घड़ घड़ी, कियबा समुद्र पृथ्वी पड़िला कमाड़ी। से शब्दे स्तब्ध हेले सकल जगत, मोह होइण पड़िले सर्व नर नाथ। केते क्षणे सर्वजने चेतना पाइले, श्रीरामचंद्र को बहु प्रशंसा करिले। जेते बेले धनु बर गला भग्न होई, बरणमाला धरिण सीता चांद मोही। सखी मेले जगतिरु ओह्लाई आसिले, श्रीरामंक श्रीचरणे नमस्कार कले। बरणमाला को गले देले कलम्बाई, पड़ी पादे सखी मेले गले बोई देही। तहु जनक आनंदे बोइले वचन, श्रीरामंकर विवाह करिबा बहन। श्रीराम बोइले पिता छन्ति अयोध्यारे, तांको आज्ञा बिने मु विवाह नहि पारे। आबर छन्ति मोर तिनि सहोदर, सेमाने तो विवाह न हेले मुनिकर। विवाह न होई पारे सत्य वचन, शुणी बहु प्रशंसिले सर्व राजगण। धन्य धन्य बोली सर्वे आनंदे कहिले, अयोध्या को जनक जे दूत बरगिले। दूत जाई अयोध्या रे कहिले सकल, शुणिण आनंद हेले अयोध्या गोपाल। पात्र मंत्री राणी रण संगतरे नेई, मिथिला आसिले अयोध्यार नर साई। बार्ता पाइण जनक पाछोटी आनिले, बेनी पक्ष मिली बहु आलाप करिले। जनकंक बेनी कन्या सीतया उर्मिला, श्रीराम लक्ष्मणंकर हेले गलामाला। सतानंदंकर श्रुति कीर्ति जे मांडवी, भरत
ଶତ୍ରୁଘ୍ନର ହେଲେ ସେ ବଲ୍ଲଭୀ। ଚାରି କୁମର ଯେ ତହିଁ ବିବାହ ହୋଇଲେ। ଅନେକ ଦାନ ଯୌତୁକ କନକ ଯେ ଦେଲେ। ଚାରି ପୁଅଙ୍କୁ ଘେନିଣ ଅଯୋଧ୍ୟା ରାଜନ। ମହାନନ୍ଦେ ଅଯୋଧ୍ୟା କରନ୍ତି ଗମନ। ବୀର ବିଜାରେ ପୃଥିବୀ କମ୍ପିଣ ଉଠଇ। ଶବ୍ଦ ଶୁଣି ପରଶୁରାମ ଆସିଲେ କଧାଇଁ। ମହାବୀର ପରଶୁରାମ ବିଷ୍ଣୁ ଅବତାର। 21 ବାର ପୃଥ୍ୱୀ କରିଲେ ସଂହାର। ତାହାଙ୍କୁ ଦେଖିଣ ଦଶରଥ ବିକଳରେ। ନାନାଦି ମତେ ବିନୟ କରିଲେ ପାଦରେ। ନ ମାନନ୍ତେ ପରଶୁରାମ ଲକ୍ଷ୍ମଣ କ୍ରୋଧରେ। ପିତାଙ୍କୁ ବାରଣ କରି ନାନା ହାସ୍ୟ କଲେ। ଶ୍ରୀରାମ ପଛେ ଯେତେକ କହିଲେ ବୁଝାଇ। ନ ମାନିଣ ପରଶୁରାମ କ୍ରୋଧରେ କମ୍ପଇ। ବୋଇଲେ ଯେବେ ମୋ ଧନୁ ପାରିବୁ ତୁ ଧରି। ତେବେ ମୁଁ ଜାଣିବି ଅଟୁ ତୁ ବୀର କେଶରୀ। ବାଧ୍ୟ ହୋଇ ରାମ ଧନୁ ଝିଙ୍କିଣ ଧଇଲେ। ପରଶୁରାମ ଠାରୁ ବିଷ୍ଣୁ ତେଜ କାଢ଼ି ନେଲେ। ତାହାର ପୁଣ୍ୟ ସମସ୍ତ କରିଲେ ଦହନ। ସ୍ତୁତି କରି ପରଶୁରାମ ଚଳିଲେ କାନନ। ଶୁଭେ ଅଯୋଧ୍ୟାରେ ଆସି ପ୍ରବେଶ ହୋଇଲେ। ମହାନନ୍ଦେ ରାଜ୍ୟ ରାଜା ପାଳନ କରିଲେ। ଶ୍ରୀରାମଙ୍କ ନାମ ଦିନୁ ଦିନ ପ୍ରକାଶିତ। ଶୁଣି ଆନନ୍ଦ ହୁଅନ୍ତି ଅଯୋଧ୍ୟାର ନାଥ। କିଛି ଦିନ ଅନ୍ତେ ବ୍ରତ ଶତ୍ରୁଘ୍ନ ସହିତ। ମାମୁଁ ଘରକୁ ସେ ଗଲେ ହୋଇ ଆନନ୍ଦିତ। ଏଣେ ରାଜାଙ୍କ ପାଶରେ ଶ୍ରୀରାମ ଲକ୍ଷ୍ମଣ। ପାଦ ପଦ୍ମ ସେବନ୍ତି ସେ ମନକୁ ଜାଣିଣ। ଦିନେ ଦଶରଥ ପାତ୍ର ମନ୍ତ୍ରୀ ଗଣ ନେଇ। ପ୍ରଜାବର୍ଗ ସହ ସଭା କଲେ ନରସାଇଁ। ବୋଇଲେ ରାଜନ ଶୁଣ ସଭାସଦ ଗଣ। ଶ୍ରୀରାମଙ୍କୁ ରାଜ୍ୟଭାର କରିବି ଅର୍ପଣ। ଏଥିରେ ତୁମ୍ଭମାନଙ୍କ କେଶନ ବିଚାର। ନିଷ୍କପଟେ କୁହ ତାହା ମୋହର ଆଗର। ରାଜାଙ୍କର ବାଣୀ ଶୁଣି ପାତ୍ର ମନ୍ତ୍ରୀ ଗଣ। ପ୍ରଜା ସହିତେ ଆନନ୍ଦେ ହୋଇଣ ମଗନ। ବୋଇଲେ ହେ ମହାରାଜା କଲ ଯେ ବିଚାର। ଉପଯୁକ୍ତ ଅଟେ ତାହା ଯୋଗ୍ୟ ରଘୁବର। ତହୁଁ ଶୁଭ ଦିନ ଧରି ଅଯୋଧ୍ୟାର ରାଣ। ରାମଙ୍କୁ ରାଜ୍ୟ ଦେବାକୁ କଲେ ଆୟୋଜନ। ରାତି ପାହିଲେ ଶ୍ରୀରାମ ହେବେ ଦଣ୍ଡଧର। ତୁଠ ବାଟ ମଣ୍ଡନ କରିଲେ ଅଯୋଧ୍ୟାର। ଏସନ ଘଟଣା ସବୁ ଦେବତା ଜାଣିଲେ। କିପରି ରାବଣ ଆଉ ମରିବ ଭାବିଲେ। ରାମ ରାଜା ହେଲେ ହେବ ବଡ଼ଇ ଗହନ। କପଟ କଲ ମରେ ସନ ଭାବିଣ। ସରସ୍ୱତୀ ଦେବୀଙ୍କି ସେ ସ୍ମରଣ କରିଲେ। ସେ ଦେବୀ ଯାଇ ମନ୍ଥରା କଣ୍ଠରେ ବସିଲେ। କପଟେ ମନ୍ଥରା କୈକେୟୀଙ୍କି କହେ ବାଣୀ। ରାମ ରାଜା ହେବ କିମ୍ପା ଆଗୋ ସାନ୍ତାଣୀ। ତୋ ପୁତ୍ର ଭରତ ରାଜା କରମ ବିଚାରେ। ତୋର ବସ ନରପତି କହୁ ତୁ ବିଧିରେ। ପ୍ରଥମରେ କୈକେୟୀ ଏହା ନାସ୍ତି କଲେ। ଦେବ ମାୟା ବଳେ ସେହି ସ୍ୱୀକୃତ ହୋଇଲେ। ଅଭିମାନେ ଶୋଇଲେ ସେ ଯାଇ ନରବର। ଉଠାନ୍ତେ ସତ୍ୟ କରାଇ ନେଲେ ନାରୀ ବର। ବୋଇଲେ ରାଜନ ପୂର୍ବେ ମତେ ତ ଆପଣ।
ଯାଚିଥିଲେ ଦୁଇ ବର ଏବେ କର ଦାନ। ରାଜନ ବୋଇଲେ ତିନି ଥର ମୋର ସତ୍ୟ, ଯାହା ତୁ ମାଗିବୁ ସତ୍ୟ ଦେବି ମୁଁ ନିୟତ। କୈକେୟୀ କହିଲେ ଭ୍ରାତ ରାଜନ ହୋଇବ, ରାମ 14 ବର୍ଷ ବନବାସେ ଯିବ। ଏ ବଚନ ଶୁଣି ରାଜା ବହୁ ଧିକ୍କାରିଲେ, ଶୋକ ବିହଳରେ ମୂର୍ଚ୍ଛା ଯାଇ ନ ପଡ଼ିଲେ। ଜାଣି ରାମ ଲକ୍ଷ୍ମଣଙ୍କୁ ନେଇ ସଙ୍ଗତରେ, ପିତାଙ୍କୁ ପ୍ରବୋଧ କରି ବୋଇଲେ ଗମ୍ଭୀରେ। ଚିନ୍ତା ପରିହର तात ସତ୍ୟ ରକ୍ଷା ପାଇଁ, ବନବାସ ମୁଁ କରିବି ଦୁଃଖ ମୋର ନାହିଁ। ଭରତ ଅଯୋଧ୍ୟାପୁରେ ହେଉ ଦଣ୍ଡଧର, ତିଳେ ମାତ୍ର ଦୁଃଖ ନାହିଁ ମନରେ ମୋହର। ଭୂତାତ ଏ ବପୁ ଏହି ଧନୁଷର ମୋର, ଭ୍ରାତାଙ୍କ ସୁଖ ସକାଶେ ବହଇ କନ୍ଧର। ଯେବେ ବା ଭରତ ପାଇଁ ସୀତୟାଙ୍କୁ ମୁହିଁ, ଛାଡ଼ିବାକୁ ହୁଏ तात ଛାଡ଼ି ନ ପାରଇ। ଭ୍ରାତ ଲକ୍ଷ୍ମଣ ଶତ୍ରୁଘ୍ନ ମୋହର ଜୀବନ, ତିଳେ ମାତ୍ର तात କିଛି ନ ଭାବିବ ମନ। ମୋର ଭରତର କିଛି ଭେଦାଭେଦ ନାହିଁ, ସେ ରାଜା ହୋଇଲେ ମୁହିଁ ସୁଖୀ ନର ସାଇଁ। ଏହା କହି ରାଜା ଦେଶ ପରିତ୍ୟାଗ କଲେ, ଜାନକୀ ମଧ୍ୟ ସଙ୍ଗତେ ବାହାର ହୋଇଲେ। ରାଜବେଶ ପରିତ୍ୟାଗ କରିଣ ଲକ୍ଷ୍ମଣ, ଶ୍ରୀରାମଙ୍କ ପାଦେ ପଡ଼ି କାନ୍ଦି ଘନ ଘନ। ସଙ୍ଗତରେ ଯିବା ପାଇଁ କରିଲେ କଟାଳ, ତ ସେ ଅନୁମତି ଦେଲେ କୌଶଲ୍ୟା ବାଳ। ସୁମନ୍ତ୍ରର ଥରେ ନେଇ କରିଲା ଗମନ, ଅଯୋଧ୍ୟାବାସୀଏ ଶୋକେ କରିଲେ ରୋଦନ। ଶ୍ରୀରାମଙ୍କ ପଛରେ ସର୍ବେ ଯେ ଗୋଡ଼ାଇଲେ, ପ୍ରବୋଧ କରିଣ ରାମ ତାଙ୍କୁ ଫେରାଇଲେ। ସରଜୁକୁ ପାରି ହୋଇ ରଥ ବାହୁଡ଼ାଇ, ଗୁହକ ସଙ୍ଗେ ଶ୍ରୀରାମ ସମ୍ଭାଷଣ ହୋଇ। ବଟକ୍ଷୀରେ ଜଟା ସେହି କରିଲେ ଶୋଭିତ, ଅପୂର୍ବ ମୋହନ ବେଶ ଧରି ରଘୁନାଥ। କ୍ରମେ କ୍ରମେ ବନ ମଧ୍ୟେ କରିଲେ ଗମନ, ଚିତ୍ରକୂଟ ପର୍ବତରେ କଲେ କ ଆଶ୍ରମ। ଏଣେ ସୁମନ୍ତ୍ର ଆସିଲା ଅଯୋଧ୍ୟା ନଗରେ, ବାର୍ତ୍ତା ଦିଅନ୍ତେ ରାଜନ ଶୁଣିଣ କର୍ଣ୍ଣରେ। ରାମ ସୀତା ଲକ୍ଷ୍ମଣ ଯେ କହି, ପରାଣ ତେଜିଲେ ରାଜା ଶୋକାତୁର ହୋଇ। ରାଜାଙ୍କ ନିଧନ ଦେଖି ସର୍ବମନ୍ତ୍ରୀ ଗଣ, ତୈଳ ଦ୍ରୋଣୀ ମଧ୍ୟେ ଶବ କରିଣ ସ୍ଥାପନ। ଭରତଙ୍କ ନିକଟକୁ ଦୂତ ପଠାଇଲେ, ଭରତ ଶତ୍ରୁଘ୍ନ ଅଯୋଧ୍ୟାକୁ ବିଜେ କଲେ। ଅଯୋଧ୍ୟାର ଦଶା ଦେଖି ହୋଇଲେ ବିକଳ, ସମସ୍ତ ସନ୍ଦେଶ ଶୁଣି ହୋଇ କୋପାନଳ। ମନ୍ଥରାକୁ ନାନା ମତେ ଶାସ୍ତି ସେହି ଦେଲେ, ସ୍ତ୍ରୀବଧ ପାତକ ହେତୁ ତା ପ୍ରାଣ ରଖିଲେ। ମାତାଙ୍କୁ ବହୁତ ମତେ କଲେ ସେ ଧିକାର, ଶୁଣିଣ କୈକେୟୀ ହେଲେ ମୃତ ପରକାର। ପିତାଙ୍କର ଶୌଚକ୍ରିୟା ବିଧିରେ ବଢ଼ାଇ, କୌଶଲ୍ୟା ମାତାଙ୍କୁ ସେ ସଙ୍ଗତରେ ଯେ ନେଇ। ରାଜ୍ୟ ପ୍ରଜା ମନ୍ତ୍ରୀ ସହ କରିଲେ ଗମନ, ଚିତ୍ରକୂଟରେ ଭେଟିଲେ ଶ୍ରୀରାମ ଚରଣ। ବହୁତ ବୁଝାଇଲେ ଯେ ଶ୍ରୀରାମଙ୍କୁ ସର୍ବେ,
ପାଦେ ପଡ଼ିଣ ଭରତ ଅତି ଦୁଃଖ ଭାବେ। ଯେତେ ଯେତେ ରାମଙ୍କୁ ସେ କରିଲେ ପ୍ରାର୍ଥନା, ନ ମାନିଲେ ରାମଚନ୍ଦ୍ର ହୋଇ ଏକ ମନା। ଶେଷରେ ଭରତ ଯହୁଙ୍କୁ ଶାସନ କଲେ, କାନ୍ଦି କରି ରଘୁନାଥ କୋଳରେ ଧଇଲେ। ବୋଇଲେ ଭାଇରେ ଦୁଃଖ କର ପରିହର, ମୁଁ ଫେରିବା ଯାଏ ରାଜ୍ୟ ତୁ ହି ରକ୍ଷା କର। ଭରତ କହିଲେ ରାଜା ନ ହୋଇବି ମୁହିଁ, ତହୁଁ ନିଜ ପାଦୁକାକୁ ଦେଲେ ରଘୁସାଇଁ। ପାଦୁକା ଘେନିଣ ଭ୍ରାତ ଅଯୋଧ୍ୟା ଫେରିଲେ, ପାଦୁକାକୁ ସିଂହାସନ ପରେ ରାଜା କଲେ। ନିଜ ପାତ୍ର ମଣେ ରାଜ୍ୟ କରିଲେ ଶାସନ, ଏଣେ ଚିତ୍ରକୂଟ ରାମ କରିଲେ ଗମନ। ଋଷିମାନଙ୍କ ସହିତେ ଭେଟ ବନେ ଗଲେ, ନାନାଦି ଶାସ୍ତ୍ର ଆଳାପେ କାଳ କଟାଇଲେ। ଅଗସ୍ତ୍ୟଙ୍କ ଆଶ୍ରମେ ମିଳିଲେ ରଘୁଈଶ, କୋଦଣ୍ଡ ବ୍ରହ୍ମଶରକୁ ଦେଲେ ତପୀଶ। ସୀତା ଦେବୀ ଅମଳାନ ବସ୍ତ୍ର ଯେ ପାଇଲେ, ଋଷିଙ୍କ ବିଚାରେ ଦଣ୍ଡକାରଣ୍ୟକୁ ଗଲେ। ପଞ୍ଚବଟିରେ ରହିଣ କରିଲେ କୁଟୀର, ଆନନ୍ଦେ ଶ୍ରୀରାମ ତହିଁ ରହି ଆନନ୍ଦର। ରାବଣର ଭଗ୍ନୀ ଅଟେ ସୁପର୍ଣ୍ଣଖା ନାମ, ରାବଣ କରେ ତା ସ୍ୱାମୀ ହୁଅନ୍ତେ ନିଧନ। ଜାଣିଣ ରାବଣ ଭଉଣୀର ଶାନ୍ତି ପାଇଁ, 14,000 ସୈନ୍ୟ ସଙ୍ଗତରେ ଦେଇ। ଖର ଦୂଷଣ ତ୍ରିଶିରା ସେନାପତି ମୂଳେ, ନାନାଦି ଧନ ରତନ ଗଜବାଜି ତୁଲେ। ବିଚିତ୍ର ମନ୍ଦିର ତହିଁ କରାଇଣ ସେହି, ଖର ଦୂଷଣ ସହିତ ସେବନେ ରଖଇ। ସୁପର୍ଣ୍ଣଖା ଦଇତୁଣୀ ଥାଏ ନିର୍ଭୟରେ, ତାହାର କୁମର ତପ କରଇ ସେଠାରେ। ସେବଟ ନିକଟେ ରହିଥିଲେ ରଘୁନାଥ, ଦିନେ ଲକ୍ଷ୍ମଣ ଚଳିଲେ ମୃଗୟା ନିମିତ୍ତ। ଦେବଙ୍କ କୂଟରେ ମୃଗ ଗଲା କପଳାଇ, ସୁପର୍ଣ୍ଣଖା ପୁତ୍ର ପାଶେ ଲୁଚିଲା ସେ ଯାଇ। ଦୂରରୁ ମୃଗ ଜ୍ଞାନରେ ବିରଲ କ୍ଷଣ, ତୀକ୍ଷ୍ଣ ଶରକୁ କ୍ରୋଧରେ କରିଲେ ସନ୍ଧାନ। ଶେଷର ବାଜିଣ ଦୈତ୍ୟ ଜୀବନ ତେଜିଲା, ଜାଣି ଦୁଃଖିତେ ଫେରିଲେ ସୁମିତ୍ରାଙ୍କ ବଳା। ଦଇତୁଣୀ ଆସିଣ ଯେ ଦେଖିଲା ଏ ସନ, ପାଦଭଣ୍ଡି କୁଟୀରରେ ମିଳିଲା ବହନ। ଶ୍ରୀରାମ ଲକ୍ଷ୍ମଣ ରୂପ ଦେଖି ମୋହ ଗଲା, ସ୍ୱାମୀ କରିବା ପାଇଁ କି ଆକୁଳ ହୋଇଲା। ମାୟାରେ ସୁନ୍ଦର ରୂପ କରିଣ ଧାରଣ, ଶ୍ରୀରାମଙ୍କୁ ଦେଖା ଦେଇ କଲା ନିବେଦନ। ରାମ ନାସ୍ତି କରନ୍ତେ ସେ ଲକ୍ଷ୍ମଣେ କହିଲା, ଲକ୍ଷ୍ମଣ ନାସ୍ତି କରନ୍ତେ ମନରେ ଭାବିଲା। ଏ ନାରୀ କି ଯେବେ ମୁହିଁ କରିବି ବିନାଶ, ତେବେ ମତେ ନିଶ୍ଚେ ବିଭା ହେବ ଏ ପୁରୁଷ। ଏହା ଭାବି ସୀତୟାକୁ ଭକ୍ଷି ବାଇଛନ୍ତି, ଲକ୍ଷ୍ମଣ ରାମଙ୍କ ଆଜ୍ଞା ପାଇଣ ଇଙ୍ଗିତେ। ନାସା କର୍ଣ୍ଣ ତାହାର ଯେ କରିଲେ ଛେଦନ, ବିରୂପା ହୋଇ ଅସୁରୀ କଲା ପଳାୟନ। ପ୍ରବେଶ ହୋଇଣ ପୁରେ ଖରକୁ କହିଲା, ଶୁଣି ଖର ସୈନ୍ୟ ଘେନି ଦୌଡ଼ି ଅଇଲା। ଶ୍ରୀରାମଙ୍କ ସଙ୍ଗତରେ କଲା ଘୋର ରଣ,
सैन्य सहित आपे होइला निधन 14,000 दैत्य 300 मरिबा देखिण शूर्पणखा जे अस्थिर असुरी मायारे शून्य विक्रमिण गला लंकापुरे प्रवेशिण रावणे कहिला शुणिण रावण मने करई विचार शिवंक धनु भांगिछि सेहि रघुवीर छळे ता नारी की मोहि आଣିबि चोराई नारीर विदेदरे मरिबे दुई भाई एसन विचारिण मारीच पासे गला ताहाकु सकल कथा बुझाई कहिला शुणी मारीच ताहाकु नास्ति कला जहाँ क्रोधे भय देखाइला ताकु 20 बाहु तहु से मारीच स्वर्ण मृगे कहइला रावण ताहाकु रथे घेनिण आसिला पंचवटी वन ठारे छाड़िण से देला रामकुटी पासे माया मृग जे खेलिला देखिण सीतया ताकु लोभ कले जहु निषेध कले लक्ष्मण माया ओटेहु न मानिण राम मृग पछे गोड़ाइले बहुत दूर मारीच नेला कपटरे जेते बेले मृग को देखिले दासरथी गुप्तरे सीतया को से थन बोलंती राक्षस नाशर मूल अटई गोएही निज तनु गोप्य करी माया तनु बही रही थाओ कही राम मृगे गोड़ाइले बहुत दूर रे ताकु सर प्रहारिले सर बाजन्ते से डाके त्राही हे लक्ष्मण शब्द शुणिण जानकी विकल होइण लक्ष्मणे कहन्ते वीर जहु नास्ति कले सीता तांको कटु वाक्ये बहु गाली देले अभिमाने 3 गार काटिण लक्ष्मण बोइले गार जेबे करिब लंघन घोर विपदरे पड़िब आगो बई देही एहा कही दौड़िले धनुषर नेई शब्द बारी सौमित्री करिले गमन एणे लुचि रहिथिला से दुष्ट रावण लक्ष्मण अंतरे हन्ते जति वेश धरी भिक्षा मागी जानकी को नेला बळे धरी आकुळे करन्ति शोक जनक नंदिनी पक्षी जटा युद्ध कला एही कथा जाने ताको हाणी दशानन रथ चलाइले बाटे सीता अलंकार काढ़ी फिंगी देले सुग्रीवर सेही अलंकार को पाइले साई तीर्ण पर्वतरे ताहा रखिथिले तहु रावण लंकारे प्रवेश होइण अशोक वने रखिला सीतांको नेण लक्षे असुरी मानंको तहि जगाइला मते जेपरि मंगिब बुझाओ कहिला एणे लक्ष्मण बनरे करन्ति गमन केतेक दूरे देखिले श्री रघुनंदन पुछन्ते लक्ष्मण सबु कहिले बुझाई तरतरे कुटीरे आसिले बेनी भाई सीतांकु न देखि बहु विकल होइले गिरी कंदर वनस्थ सकल खोजिले जटायु को देखि सबु संदेश पाइण
ପିଣ୍ଡ को प्रभु करिण दहन बेनी भाई बनस्तरे सीता को खोजती कबंध को विनाशिले प्रभु रघुपति मोक्ष होइन कबंध स्वर्गपुरे गला श्रीरामचंद्र को सबु कथा कहीदेला पुणी विराध दैत्य को करिले निधन गौड़ गोष्ठरे दूध करिले से पान गौड़ को बर देई तहु चली गले बाटरे सबरणी को प्रभु मोक्ष कले चक्रवाके साप देई गले नारायण एपरि शोक करती वनस्ते श्रीराम शिव एक कथा पार्वती आगरे कहिले शुणे करी हैमवती उपहास कले बोइले हे नाथ राम जे जगत साई छार स्त्री पाई से ही कांदती किं पाई जेबे बाजा नकी निजे लक्ष्मी अवतार ताको कि हरि पार इच्छार दैत्य वीर शिव बोइले कथा न कह संगात निंदिले अपराध तभ होइब नियत पार्वती बोइले नाथ कुह मिथ्या गिर परीक्षा कले संदेह दूर हेब मोर पार्वती बाणी शुणी देव महेश्वर संगतरे घेनी प्रभु आसिले बनर जेउ बने श्रीराम लक्ष्मण छंती रही से बने मिलिले हर पार्वती को नेई पार्वती को देखाइण देले विश्वम्बर देखिण पार्वती माया पांचिण मनर कपटरे सीता रूप धारण करिले लता कुंज मध्य देवी गोपने बसिले एणे लक्ष्मण बुलंती सीता खोजिबारे वन मध्यरे देखिण अति आनंदरे दौड़ी जाइण राम चरणे पड़िले भो प्रभु जानकी एथि देखिली कहिले शुणी करी रघुनाथ हेले हस हस भावरे बोइले मागो किं पाए भविष्य शिवंकर नारी होई भंडा उमा मोते गोमात छलना किंपा करू एहि सुते एहा जाणीन पार्वती लज्जित होइले उठिण से श्रीराम को बहु स्तव कले शिव मध्य राम संगे करी संभाषण कैलासपुरे चलिले सती की घेनिण बोइले गो सती शुण वचन मोहर हरि ब्रह्मा हर आंबे तिनि सहोदर श्रीराम मात बोलिण बोइले कतोते ए जन्मे बिहार नहीं बतर संगते आजी ठारू हेलु तुही मोर मातृसम एपरि कहन्ते शिव पार्वती की पूर्ण शुणिण पार्वती बड़ व्यथित होइले एहि रसे क्षेत्रवासी चिंतिण कहिले व्यास महर्षि कहिले जैमिनी आगर ए लिंग पुराण ग्रंथ विधि समाचार जंत्रे कहिले तत परम कारण गुरु सेवा कले तुटे दुस्सह कषण ए लिंग पुराण अष्टादश समन्वित जोग कल्पे नित्य नित्य जोग रसजुत वेद कल्पे समन्वित जे करे श्रवण पुराण प्रबंध अटे वेद कल्प नाम
ଶୁଣିଣ ପୁରାଣ ରସ ନଥାଇ କଳ୍ମଷ ସର୍ବକର୍ମେ ପଦାମ୍ବୁଜେ ମୂଳଟି ବିଶ୍ୱାସ ମାୟାର କବଚ ଧର୍ମ ମାୟା ଯେ ନଥାଇ ନିର୍ମାୟା ପୁରୁଷ ଦେହେ ମାୟା ଯାଇ ରହି ଦ୍ୱିଗୁଣେ ଜନିତ ଯେଣୁ ସୁତ କଳ୍ପ ନାମ ଲୋଭ ମୋହ କୋପମାନ କରନ୍ତି ତାଡ଼ନ ଏମାନ ଜ୍ଞାନ ଖଡ଼ଗେ କରନ୍ତି ଛେଦନ ଭବ କଳ୍ପେ ନାଶ ଜୀବ ପାତକାଦିମାନ ଇତି ଶ୍ରୀଲିଙ୍ଗ ପୁରାଣେ ଦ୍ୱିତୀୟ ଖଣ୍ଡେ ବ୍ୟାସ ଜୈମିନୀ ସମ୍ବାଦେ ନାମ ଷଷ୍ଠ ଅଧ୍ୟାୟ। ସପ୍ତମ ଅଧ୍ୟାୟ 91 ମଧ୍ୟରୁ ଶିବଲିଙ୍ଗ ଉତ୍ପତ୍ତି ଓ ସୀମା ଅନ୍ୱେଷଣ ବୃତ୍ତାନ୍ତ। ସୌନକ ଉବାଚ ଏଥୁ ଅନନ୍ତରେ ସୌନକାଦି ମୁନିଗଣ ସନତ କୁମାରଙ୍କ ମୁଖ ଶୁଣି ଲିଙ୍ଗ ଗୁଣ ପାପହୀନ ଋଷିମାନେ ନୈମିଷ କାନନେ ଆନନ୍ଦ ସାଗରେ ମଞ୍ଜି ପୁଲକିତ ମନେ ହରିହର ଗତ ପ୍ରାଣ ସେ ଋଷି ସକଳେ ମନେ କଲେ ମୁକ୍ତି ଯେହ୍ନେ ଅଛି କର ତଳେ ପୁତ୍ରମାନେ ପିତା ପାଶେ ପୁଛନ୍ତି ଯେ ସନ ସେହି ରୂପେ ବ୍ରହ୍ମ ସୁତେ ପୁଛା କଲେ ପୁଣ ଆଗୁସାର ବୃଦ୍ଧ ମୁନି ସୌନକ ହରଷେ ପଚାରନ୍ତି ବିନୟରେ ସେହି ଅବକାଶେ କହ ଆହେ ବିଜ୍ଞ ବର ସନତ କୁମାର ଶିବଲିଙ୍ଗ ଉତ୍ପତ୍ତି ହେଲେ କି ପ୍ରକାର ଏମନ୍ତ ଶୁଣି ସେ ଋଷି ସନତ କୁମାର ବୁଝାଇ କହନ୍ତି ଧୀରେ ଲିଙ୍ଗ ସମାଚାର। ସନତ କୁମାର ଉବାଚ ଶୁଣ ଆହେ ଋଷି ଗଣ ଶ୍ରବଣ ନିବେଶୀ ତୁମ୍ଭ ପ୍ରଶ୍ନର ଉତ୍ତର କହୁଛି ବିଶେଷୀ ପୂର୍ବ କାଳେ ଥିଲେ ତୁଣ୍ଡି ପଞ୍ଚବଟୀ ବନେ ଶିବ ରୂପ ସର୍ବଦା ଚିନ୍ତନ୍ତି ମନେ ମନେ ଆନନ୍ଦରେ ଶିବ ନାମ କରୁଥାନ୍ତି ଗାନ ଏହି ରୂପେ କିଛି କାଳ କଲେ ସେ ଯାପନ କ୍ରମେ ଆସି ମାଘ ମାସ ହେଲା ଉପସ୍ଥିତ ପାପୀ ମାନଙ୍କର ଦେହ ଶୁଦ୍ଧିର ନିମିତ୍ତ ସାଧୁ ଜନଙ୍କୁ ମୁକ୍ତି ଦାନ କରିବାରେ ମାଘ ମାସ ଶୀତ ଜଳେ ଯେବା ସ୍ନାନ କରେ ଅନ୍ତକାଳେ ବ୍ରହ୍ମଲୋକେ ସେ କରେ ପ୍ରୟାଣ ଯେବେ ବ୍ରହ୍ମ ଘାତି ହୋଇଥାଏ କେହି ଜନ ତଥାପି ତା ମହାପାପ ହୁଏ ବିମୋଚନ ଶୀତଳ ସଲିଳ ଥାଏ ଯେ କୌଣସି ସ୍ଥାନ ମହାପୁଣ୍ୟ ହୁଏ ଲାଭ ସେହି ଜଳ ସ୍ନାନେ ମନ ମଧ୍ୟରେ କଥା ଭାଳି ଅନୁକ୍ଷଣ ତୁଣ୍ଡି ଋଷି ତହୁଁ କଲେ ପ୍ରୟାଗେ ଗମନ ସେ ପ୍ରୟାଗ କ୍ଷେତ୍ରେ ପ୍ରବେଶିଲେ ଆନନ୍ଦରେ ମନ୍ତ୍ର ପଢ଼ି ସ୍ନାନ କଲେ ତ୍ରିବେଣୀ ଘାଟରେ ଜପ ସ୍ତୋତ୍ର ପ୍ରାଣାୟାମ କରି ତପୋଧନ ସଦାଶିବଙ୍କୁ ତୋଷିଲେ ଗାଇ ସ୍ତୁତି ଗାନ ଶଙ୍ଖ ଚକ୍ର ଗଦାଧର ମାଧବ ସେ କାଳେ ଦର୍ଶନ କରି ସାଷ୍ଟାଙ୍ଗେ ନମସ୍କାର କଲେ ମାଧବଙ୍କୁ ଭକ୍ତି ଭରେ କଲେ ସେ ବନ୍ଦନ କର ଯୋଡ଼ି ଉଚ୍ଚାରିଲେ ସ୍ତବ ତତ୍କ୍ଷଣ ଜୟ କୃଷ୍ଣ ଦାମୋଦର ନମୋ ଜନାର୍ଦ୍ଦନ ନମସ୍ତେ ପୁଣ୍ୟ ଶ୍ରବଣ କମଳ ଲୋଚନ ନମାମି ଜଗତନାଥ ବିଷ୍ଣୁ ବାସୁଦେବ ଏହି ରୂପେ ନାନା ମତେ ଆରମ୍ଭିଲେ ସ୍ତବ ସ୍ତୁତି ଗାନ ଶେଷ କରି ତୁଣ୍ଡି ଋଷି ବର କୃତ୍ୟ କୃତ୍ୟ ବିବେଚନା କଲେ ଆପଣାର
ତଦନ୍ତରେ ଗଲେ ବାମଦେବଙ୍କ ଆଶ୍ରମେ, ପ୍ରବେଶିଲେ ସେହି ମନୋହର ତପୋବନେ। କି ବର୍ଣ୍ଣିବି ସେ ତପୋବନର ଯେ ସେ ଶୋଭା, ଦେଖିଲା ଜନର ହୁଏ ମନ ନେତ୍ର ଲୋଭା। ନାନାବିଧ ତରୁଲତା ଅପୂର୍ବ ଶୋଭନ, ଆଶ୍ରମର ଚଉଦିଗେ ହୋଇଛି ଘଟନ। ତୁଣ୍ଡି ଋଷି ବର ମିଳି ସେହି ସିଦ୍ଧ ସ୍ଥାନେ, ଦେଖିଲେ ଯେ ବାମଦେବ ବସିଣ ଆସନେ। ଶ୍ରୀହରିହରଙ୍କ ଧ୍ୟାନେ ଛନ୍ତି ନିମଗ୍ନ, ଶଶାଙ୍କ ବଦନେ ଶୋଭା ପାଉଛି ଭଜନ। ଅଗ୍ନି ସମ ତେଜ କରି ଅଛନ୍ତି ଧାରଣ, ଜଟାଜୁଟ ଶହେ ଶିରେ ବିଦ୍ୟୁତ ବରଣ। ଭସ୍ମରେ ତ୍ରିପୁଣ୍ଡ ଚିତା ଶୋଭେ ଯେ ଲଲାଟେ, ଭସ୍ମରେ ତିଳକ ଘେନିଛନ୍ତି ବୃକ୍ଷ ତଟେ। ପୁଣ୍ୟକର୍ମା ତୁଣ୍ଡି ଋଷି ଶିବ ପରାୟଣ, ବାମଦେବଙ୍କୁ ପ୍ରଣମି କହନ୍ତି ସେ କ୍ଷଣ। ତୁଣ୍ଡି ଉବାଚ ମୋର ନିବେଦନ ଶୁଣ ଆହେ ତପୋବନ୍ତ, ଶିବ ପାଦ ପଦ୍ମ ମଧୁ ପିଉଛ ବିରତ। ସେ ତୁ ପଚାରୁ ଅଛି ତୁମ୍ଭ ସନ୍ନିଧିରେ, ଶିବଙ୍କ ଗୁଣ ବର୍ଣ୍ଣନ କର ହେ ସତରେ। ଯୋଗୀଙ୍କ ହୃଦୟ ପଦ୍ମେ ଯାହାଙ୍କ ବିଶ୍ରାମ, ଯୋଗାରୂଢ଼ ପୁରୁଷ ଯେ କାମନେ ସୁଦନ। କେ ଅବା ସମର୍ଥ ତାଙ୍କ ଗୁଣ ବର୍ଣ୍ଣିବାରେ, ଏକମାତ୍ର କ୍ଷମ ତୁମ୍ଭେ ଜାଣେ ମୁଁ ଅନ୍ତରେ। କହିଥିଲେ ଏଥି ପୂର୍ବେ ବ୍ରହ୍ମା ବେଦବର, ବାମଦେବ ମହାଜ୍ଞାନୀ ଯେ ସନ ଶଙ୍କର। ସୁଦକ୍ଷ ଅଟନ୍ତି ଶିବ ଗୁଣ ବର୍ଣ୍ଣିବାରେ, ଏହି କଥା ପିତାମହ କହିଥିଲେ ମୋରେ। ଏଣୁ ପଚାରୁଛି ମୁହିଁ ତବ ସନ୍ନିଧାନ, ଦୟା ବହି ଶିବ ତତ୍ତ୍ୱ କର ହେ ବର୍ଣ୍ଣନ। ତୁଣ୍ଡି ଋଷି ଯହୁଁ ଏତେ ନିବେଦନ କଲେ, ବାମଦେବ ଶିବ ତତ୍ତ୍ୱ କହି ଆରମ୍ଭିଲେ। ବାମଦେବ ଉବାଚ ବାମଦେବ ବୋଲନ୍ତି ଯେ ଶୁଣ ତୁଣ୍ଡି ଋଷି, ଶିବ ଗୁଣ ବର୍ଣ୍ଣନେ କେ ହୋଇବ ସାହସୀ। କିବା ବିଷ୍ଣୁ କିବା ବ୍ରହ୍ମା କିବା ସଚିପତି, ଶିବ ତତ୍ତ୍ୱ ଜାଣିବାରେ କାହାର ଶକତି। ଶିବ ଅନୁଗ୍ରହ ବିଜେ କେ ପାରେ ବଖାଣି, ସାଧ୍ୟ ମତେ କହିବ ଯାହା ଅଛି ଜାଣି। ଶୁଣ ତୁଣ୍ଡି ଋଷି ବର ମୋହର ବଚନ, ଯେ କାଳେ ଜଗତେ ହୁଏ ପ୍ରଳୟ ଘଟନ। ବିନାଶ ହନ୍ତେ ଜଗତ ପ୍ରଳୟ ବାୟୁରେ, ଚରାଚର ଭସ୍ମ ହେଲା ପ୍ରଳୟ ଅଗ୍ନିରେ। ଧରାଦି ସର୍ବଭୂତ ସେହି କାଳେ ଜାଣ, ଏକାନବ ହୋଇ ପଡ଼ିଲା କଭୂତେଣ। ତା ମଧ୍ୟରୁ ଆବିର୍ଭୂତ ହେଲେ ମହେଶ୍ୱର, କୁନ୍ଦେନ୍ଦୁ ସ୍ଫଟିକ ନିଭ ଅତ୍ୟନ୍ତ ସୁନ୍ଦର। ଜଗତ ଈଶ୍ୱର ସେହି ଦେବ ତ୍ରିଲୋଚନ, ମାର୍ଭୟ ବାଣୀ କଲେ ଉଚ୍ଚାରଣ। କଟିତଟେ ଶୋଭେ ତାଙ୍କ ବ୍ୟାଘ୍ର ଚର୍ମାମ୍ବର, ଆବିର୍ଭାବ ହେଲେ ଆସି ଅମ୍ବର ଉପର। ଚନ୍ଦ୍ରମା ଯେ ସନେ ଉଠେ ଗିରି ଶୃଙ୍ଗ ପରେ, ଆବିର୍ଭୂତ ହେଲେ ଶବ ତେନେ ଗଗନରେ। ତାହାଙ୍କର ଦକ୍ଷିଣ ଅଂଶରୁ ସେହି କ୍ଷଣି, ଜନମିଲେ ସୃଷ୍ଟିକର୍ତ୍ତା ଦେବ ପଦ୍ମଯୋନି। ତାଙ୍କ ବାମ ଅଙ୍ଗୁ ବିଷ୍ଣୁ ହେଲେ ଅବତୀର୍ଣ୍ଣ, ହୃଦୟରୁ ରୁଦ୍ରଦେବ ଲଭିଲେ ଜନମ।
रुद्रमूर्ति जन्मे बेगे हन्ते तिरोधान दिशई गगन मार्गे विद्युत जेसन ब्रह्मा विष्णु दुई देव रहिले मातर दुई देव कथावार्ता हन्ति परस्पर मुहि विश्वकर्ता बोली कहिले विधाता विष्णु बोइले जे मुहि पालन करता ब्रह्मा बोइले विष्णु को संबोधि से काले हे विष्णु कह संहार करता काहीं गले एही रूपे हन्ते नान कथोपकथन अकस्माते सिंधु मध्ये अद्भुत घटना अप्रमेय महालिंग से जल मध्यरे आविर्भूत ब्रह्मा वेणु देखन्ति नेत्रे ज्वालामला समाकुल सेहि लिंग बर जोजने आयतन जे विचित्र शंकर देखिबा मात्रे विस्मय चित्त ब्रह्मा हरि एकी एकी बोली दुहे उठिले कथरी विष्णु संबोधि कहिले विष्णु को से क्षणी शिव स्मर लिंग एहु आहे कोश पाणी कृपा करी आम्भंकु देबारे दर्शन उद्भव होई अछंती जल मध्य जान आम्भ दुहिंकु देवाकु परा दिव्य ज्ञान लिंग रूपे जन्म देले देव त्रिलोचन तांक बिनु अन्य किछि नुहे जाए जणा निश्चय सेहि शिव आहे महामना दुर्निरीक्ष तेज देख लिंग बर धरे एहिटी संसार कर्ता जाने मु अंतरे दर्शन मात्रे हुई हृदय प्रफुल्ल के रूपे बुझिबा तत हे विधाता बोल विष्णु कहे मंत वाक्य कंजन्ते जे श्रवण ब्रह्मा बोइले सत्य हे देवनारायण शिवंकर माया एही नाही जे संशय कि बुझिबा तांको तत्व कह लीलामय एहार निगूढ़ मर्म जानिबार पाई आम्भे दुहे जीवा अधो ऊर्ध्व वेग होई एही परी ब्रह्मा विष्णु कुहा कुही हेले लिंग ऊर्ध्वे लिंग अधे गमन से कले ऊर्ध्व भागे गले ब्रह्मा तर तरे अति अधो भागे बेगे नारायण कले गति ऊर्ध्व भागरु जाई से चतुर आनन सीमा न पाई होइले उत्कंठित मन शिवलिंग को से स्तव कले कंतरे लिंग मस्तकरु पुष्प पड़े से कालरे सुबास केतकी पुष्प होई निपतन ब्रह्मांक हस्तरे आसी पड़िला तक्षण से पुष्प को घेनी ब्रह्मा हरस चित्तरे अधो भागे आगमन कले कसतरे एणे अधो देश सीमा न पाई श्रीहरि विषाद मनरे रहिछन्ति तहु फेरी ताहांकु चाहिण देव कमल आसन बोइले मधुर स्वरे शुण नारायण लिंग ऊर्ध्व भाग मोहि दर्शन करी एके तकी फूल घेनी आसिलई फेरी अधो भागरु तुम्भे हे किस आनिअछ मोहर आगरे ताहा कह करी स्वच्छ ब्रह्मांक मुखुए कथा करन्ते श्रवण केतकीरे पचारिले प्रभु नारायण
सत्य कह गोकेतकी मोर सन्निधान आनिछन्ति ब्रह्मा नीति तोते ही स्थाने विष्णुक मुखुए बाणी करन्ते श्रवण विनय वचने कहे केतकी सुमन मिछ कहू नाही मुहि तब निकटरे आनिछन्ति ब्रह्मा मते आपणा हस्तरे केतकी वचन शुणी तहु नारायण ताहा प्रति हेले अतिशय क्रोध मन से जे अंतर्यामी विष्णु बुझि मानसरे केतकीर अभिशाप देले रोष भरे शुणतु केतकी एबे मोहर वचन शिवंक मस्तके आउ न पाइबु स्थान मोहर निकटे मिथ्या कही अछु तुही एहेतु तोते घेनिबे नाही उमा साई विष्णुक मुखरु एही कथा शुणी करी भୟରେ थरी उठिला केतकी सुंदरी अवनत शिरे पड़ी विष्णुक चरणे जणाइले से केतकी गद गद वचने नमस्ते हे नारायण करुणा निधान मोते रक्षा कर प्रभु जगत कारण शिवलिंग मस्तकरु पड़िथिली मुहि घेनिण आसिले ब्रह्मा संगे मते पाई अपराध करी अछि चरणे तुम्भर कृपा करी कृपा निधि कर हे उद्धार केतकी प्रार्थना शुणी शंख चक्रधारी आश्वासी बोइले शुण केतकी सुंदरी प्रसन्न होइली मुहि एबे तो परे अनुग्रह करुअछि शुण तु सादरे जेउ दिन हेब शिवरात्रि चतुर्दशी से दिन तु लिंग शिरे शोभिबु रूपसी शिवरात्रि दिन भक्ति भावे जेउ जन केतकीर शिवलिंग करिब मंडन सहस्रे अश्वमेधे जेउ फल हुए सेहि पुण्य फल को से लभिब निश्चय अंत काले सेहि प्राणी शिव धामे जीव मोर ए वचन केबे अन्यथा नहिब चक्रपाणींक ए वाक्य करिण श्रवण कृत्य कृत्य मणिला से निजको से क्षण नमस्कार करी नारायणक चरणे इच्छा सुखे चली गला आनंदित मने एही रूपे केतकीरे वरदान करी ब्रह्मांक सहित मिली शंख चक्रधारी स्तव आरंभिले शिवलिंग दर्शने वेद वचन रे शुभे विहित विधाने ब्रह्मा विष्णु एही परि स्तव पाठ करी पुणी जणाइले तहि विनय आचरी आंभ निवेदन शुण लिंग रूपी हर तुम्भर महिमा सर्वदेवे अगोचर अनादि अनंत तुम्भे अखिल कारण रज रूपे ही विश्व करुछ सृजन सत रूपे पाल तुम्भे जगत संसारे तम रूपे संहार हे आपणे शेषरे तुम्भ विभूति बुझिब केबा केउ मते विभूति बळे जीवन को पाल हे जगते चराचर जीव गणे मुक्ति देवारे लिंग रूपे उठी अछ सागर उपरे
ତୁମ୍ଭ କୃପା ଭିକ୍ଷା କରୁ ଅଛୁ ଏବେ ଆମ୍ଭେ। ପ୍ରସନ୍ନ ହୁଅ ଶଙ୍କର ଯଥୋଚିତ ଭାବେ। ଏ ମନ୍ତ୍ର ଶ୍ରବଣ କରି ଲିଙ୍ଗ ରୂପୀ ହର। ଲିଙ୍ଗେ ଆବିର୍ଭୂତ ହୋଇ ଦେଲେ ସେ ଉତ୍ତର। ରକ୍ତବର୍ଣ୍ଣ ବ୍ରହ୍ମା ତୁମ୍ଭେ କର ସେ ଶ୍ରବଣ। ରଜ ରୂପେ ବିଶ୍ୱ ଏବେ କର ହେ ସୃଜନ। ହେ ବିଷ୍ଣୁ ସତ ରୂପରେ ପାଳ ଏହି ବିଶ୍ୱ। ତମ ରୂପେ ସଂହାରିବି ଶେଷେ ମୁଁ ଅବଶ୍ୟ। ମୋର ଏ ଲିଙ୍ଗକୁ ତୁମ୍ଭେ ମାନେ ପୂଜା କର। ଭଗତି ଭରେ ପୂଜନ୍ତି ସକଳ ମୋର। ଶିବଙ୍କର ଏହି ବାକ୍ୟ କରନ୍ତେ ଶ୍ରବଣ। ଉଲ୍ଲାସ ମାନସେ ତହୁଁ ବ୍ରହ୍ମା ନାରାୟଣ। କର ଯୋଡ଼ି ଭକ୍ତି ଭାବେ ଏକାନ୍ତ ଅନ୍ତରେ। ବିଧି ମତେ ପୂଜା କଲେ ଲିଙ୍ଗ ମହେଶ୍ୱରେ। ନାନା ମତେ ସ୍ତୁତି କରି ଚରଣେ ନମିଲେ। କ୍ରମେ ସକଳ ଦେବତା ଲିଙ୍ଗ ଆରାଧିଲେ। ଶିବଙ୍କ ଆଦେଶ ପାଳି ଚତୁର ବଦନ। ସୃଷ୍ଟି କାର୍ଯ୍ୟ ତଦନ୍ତରେ ବଳାଇଲେ ମନ। ଆଜ୍ଞା ଅନୁସାରେ ବିଷ୍ଣୁ ଜଗତ ପାଳିଲେ। ଲିଙ୍ଗ ରୂପୀ ମହେଶ୍ୱର ଆରାଧନା କଲେ। ଆହେ ଋଷି ଶୁଣିଲ ତ ଲିଙ୍ଗ ଜନ୍ମ କଥା। ତୁଣ୍ଡିଙ୍କି ସେ ବାମଦେବ କହିଥିଲେ ଯଥା। ପ୍ରକାଶ କଲି ମୁଁ ତୁମ୍ଭ ମାନଙ୍କ ଆଗରେ। ହୃଦବୋଧ କଲ ଟିକି ମନସରାଗରେ। ଏମନ୍ତେ ନୈମିଷାରଣ୍ୟେ ସନତ କୁମାର। ବଖାଣିଲେ ଶିବଲିଙ୍ଗ ଜନ୍ମ ସମାଚାର। ସୌନକାଦି ମୁନି ଗଣ ଶୁଣିଏ ବୃତ୍ତାନ୍ତ। ଉଷତ ହୋଇ ସକଳେ ନୁଆଇଲେ ମାଥ। ଶ୍ରୀଲିଙ୍ଗ ପୁରାଣ କଥା ଅମୃତ ସାଗର। ନର ନାରୀ ମାନେ ଶୁଣି ଭବ ସିନ୍ଧୁ ତର। ଶ୍ରୀ ବ୍ୟାସଦେବଙ୍କ କୃତ ଏ ଲିଙ୍ଗ ପୁରାଣ। ଭାଷା ଛନ୍ଦେ ରଚେ ଦାସ କ୍ଷେତ୍ରର ଚରଣ। ଇତି ଶ୍ରୀଲିଙ୍ଗ ପୁରାଣେ ଦ୍ୱିତୀୟ ଖଣ୍ଡେ ଶିବଲିଙ୍ଗ ଉତ୍ପତ୍ତି କଥନେ ନାମ ସପ୍ତମ ଅଧ୍ୟାୟ। ଅଷ୍ଟମ ଅଧ୍ୟାୟ ଦେବତାମାନଙ୍କ ଲିଙ୍ଗ ପୂଜନ ଶିବ ତାଣ୍ଡବ। ସୌନକ ଉବାଚ ଏଥୁ ଅନନ୍ତରେ ଯେ ସୌନକ ମୁନିବର। ପଚାରିଲେ ବିଧି ସୁତେ ଯୋଡ଼ିବେନି କର। ବୋଇଲେ ପୁରାଣଜ୍ଞ ସନତ କୁମାର। ଆଜ ଧନ୍ୟ ହେଲୁ ଶୁଣି ଦିବ୍ୟ ସମାଚାର। ଲିଙ୍ଗ ଉତ୍ପତ୍ତି କଥନ ଯାହା ପ୍ରକାଶିଲ। ଆମ୍ଭମାନଙ୍କ ଶେଷ କଳୁଷ ନାଶିଲ। ପୁନରାୟ କହ କିନା ଆମ୍ଭ ନିକଟରେ। ଲିଙ୍ଗ ଅର୍ଚ୍ଚନା ବିଧାନ କେମନ୍ତ ପ୍ରକାରେ। ବ୍ରହ୍ମା ବିଷ୍ଣୁ ଶିବଙ୍କର ଆଦେଶକୁ ଘେନି। କିସ କଲେ କହ ତାହା ଆହେ ମହାଜ୍ଞାନୀ। ଏମନ୍ତ ଶୁଣି ସନତ କୁମାର ହରଷେ। କହିଲେ ସନକ ଆଦି ମୁନି ବର ପାଶେ। ସନତ କୁମାର ଉବାଚ ଶୁଣ ହେ ତାପସ ଗଣ ମନ କର୍ଣ୍ଣ ଦେଇ। ତୁଣ୍ଡିଙ୍କି ଯେ ବାମଦେବ ଯାହା ଥିଲେ କହି। ଶିବଙ୍କ ଆଦେଶ ପାଳି କମଳ ଆସନ। ସୃଷ୍ଟି କର୍ମ ଯଥାର୍ଥରେ କରି ସମ୍ପାଦନ। ତପସ୍ୟା କାରଣେ ହିମାଳୟ ସ୍ଥାନେ ଗଲେ। ଶିବଙ୍କ ଉଦ୍ଦେଶ୍ୟ ଘୋର ତପ ଆଚରିଲେ। ବ୍ରହ୍ମାଙ୍କ କଠୋର ତପେ ହୋଇ ସୁପ୍ରସନ୍ନ। ଦେବ ଦେବ ଶିବ ତହିଁ ଦେଲେ ଦର୍ଶନ। ଆଶ୍ୱାସ ବଚନ ଧୀରେ କରି ସମ୍ବୋଧନ।
ब्रह्मा को कहिले हर से काले सन कि हेतु एभଳି तप करुछ विधाता मो आगे प्रकाश कर तुम्भ मन कथा शिवंक वचन शुणी चतुर बदन कर जोड़ी भक्ति भरे कले निवेदन बोइले जोगारूढ़ प्रभु त्रिलोचन केमंते करिबु आम्भे लिंग आराधना केवण स्थान मानंके लिंग अवस्थिति सुप्रसन्ने आज्ञा कर आहे पशुपति ब्रह्मांक मुखुए मंत वचन श्रवणे भोलानाथ सदाशिव कहिले से क्षणे पूर्व काले विष्णु सह आहे पद्मासन जलगर्भे जेउ लिंग करिछ दर्शन सेहि लिंग मोहर जे महाज्योतिर्मय द्वादश स्थान रे आविर्भूत हे निश्चय सेहि लिंग मान पूजा कर भक्ति भावे भारते द्वादश स्थान जेहु शुण हेबे आद्य स्थान मोलिंगर काशी क्षेत्र जान विश्वेश्वर नामे आद्य लिंग विद्यमान अपर नाम विदित काशी विश्वनाथ महाज्योतिर्लिंग सेहु आहे चौमाथ काशी क्षेत्र हे मोहर अति प्रिय स्थान आनंद कानन नामे से महाश्मशान सर्वश्रेष्ठ लिंग मोर काशी विश्वेश्वर उत्तर वाहिनी गंगा जहि निरंतर तृतीय लिंग मोहर बदरिकाश्रमे विराजन्ति सदा से केदारेश्वर नामे श्रीशैल तृतीय लिंग मोर विराजित मल्लक अर्जुन नाम जगते विदित भीमपुरे मम लिंग नाम जे शंकर भीम शंकर आख्यान हटइया बर ओंकार क्षेत्रे मो लिंग नामटी अमरे पंचम लिंगटी सेहु जानिब चिरे षष्ठ लिंग शोभा पाए उज्जयिनी पुरे अवंती नगर जाकु कहंती संसारे से लिंग नाम विख्यात महाकालेश्वर सोमपुरे सोमनाथ नामे लिंग मोर सप्तम लिंगटी सेहि हे कमलासन महाज्योतिर्मय विराजई अनुक्षण पावनी रे वैद्यनाथ लिंग जे अष्टम ओड्र देशे नान गाढ़ मोर लिंग नाम नवम लिंग जे सेहि अटई मोहर शैवळे दशम लिंग भूषण ईश्वर एकादश लिंग मोर ब्रह्मगिरि परे त्र्यंबक ताहार नाम ख्यात चराचरे सेतु बंधे रामेश्वर मो लिंग आख्यान द्वादश संख्यक लिंग सेहि मोर जान एहि सब ज्योतिर्लिंग नाम कहिलाई भक्ति मुक्ति प्रद सर्वे हे सावित्री साई कृपा दृष्टि करी मुहि प्राणी उपरे कहिली त्रिलिंग कथा तुम्भ समीपरे एहि सबु लिंग तुम्भे कर हे पूजन दृढ़ करी घेन हृदय ए मोर वचन स्वीय पद स्थिति वांछा जेउ देव करे एहि सबु लिंग पूजा करू से सादरे शिवंक एसन वाक्य करिण श्रवण देवगण सह मिली चतुर आनन
ସାତ୍ୱିକୀ ଭକତି ସଞ୍ଚି ହୃଦୟ ମଧ୍ୟରେ ପ୍ରଣମିଲେ ଶିବ ପାଦେ ଅବନତ ଶିରେ। ଇନ୍ଦ୍ର ଆଦି ଦେବ ଗଣ ପୁଲକେ ମଗନ ଭକ୍ତି ଭାବେ କଲେ ଶିବ ଚରଣେ ବନ୍ଦନ। ବନ୍ଦନ କରନ୍ତେ ବ୍ରହ୍ମା ସହ ଦେବଗଣ ସେହି କ୍ଷଣି ମହେଶ୍ୱର ହେଲେ ତିରୋଧାନ। ଉଠି କରି ସୃଷ୍ଟି କର୍ତ୍ତା କମଳ ଆସନ ଆଉ ନ ପାଇଲେ ସଦା ଶିବଙ୍କ ଦର୍ଶନ। ବିହଳ ମାନସେ ଖେଦ କଲେ ତଦନ୍ତରେ ଆହା କେଣେ ଗଲେ ଶିବ କି ପାଞ୍ଚି ମନରେ। ହସ୍ତଗତ ଚିନ୍ତାମଣି କାହିଁ ହରାଇଲି ଆଉ ତ ଶିବଙ୍କ ଦର୍ଶନ ନ ପାଇଲି। ମାୟାବେଶେ ମୁଗ୍ଧ ମୁହିଁ ସୃଷ୍ଟି ସୃଜନରେ ଭାଗ୍ୟ ଦୋଷ ହରାଇଲି କଳ୍ପତରୁବରେ। ଏହି ରୂପେ ପଦ୍ମଜନି ହୁଅନ୍ତେ ବ୍ୟଥିତ ଶୂନ୍ୟ ମାର୍ଗରେ ଶଙ୍କର କହିଲେ ମନ୍ତ। ହେ ବିଧାତା କାହିଁ ପାଇଁ ଖେଦ କର ମନେ ଯାହା ମୁଁ କହୁଛି ଏବେ ଶୁଣ ସାବଧାନେ। ଅନ୍ତରାତ୍ମା ଯଥା ହରି ଅଟନ୍ତି ମୋହର ତୁମ୍ଭେ ମଧ୍ୟ ସେହିପରି ପ୍ରିୟ ବେଦବର। ଯେତେ ଲିଙ୍ଗ ଅଛନ୍ତି ମୋର କାଶୀ ଆଦି ସ୍ଥାନେ ଅର୍ଚ୍ଚନା କର ତାହାଙ୍କୁ ବିହିତ ବିଧାନେ। ଦେବରାଜ ଇନ୍ଦ୍ର ସହ ଅନ୍ୟ ଦେବଗଣେ ପୂଜନ୍ତୁ ମୋହର ଲିଙ୍ଗ ଆନନ୍ଦିତ ମନେ। ଏହି ଶୂନ୍ୟବାଣୀ ଶୁଣି ସଦା ଶିବଙ୍କର ତଥାସ୍ତୁ ବୋଲି ସେ କାଳେ ହର୍ଷେ ବେଦବର। କହିଲେ ହେ ଦେବ ଦେବ ଶମ୍ଭୁ ଦିଗମ୍ବର ଓଙ୍କାର ସ୍ୱରୂପ ତୁମ୍ଭେ ଅଟ ବିଶ୍ୱେଶ୍ୱର। ସଦା ଯେହ୍ନେ ଚିନ୍ତେ ତବ ରୂପ ହୃଦୟରେ ଏହି କୃପା କର ଦେବ ଦେବ ମୋହଠାରେ। ଏତେ ବୋଲି ପ୍ରଣମିଲେ ଭକ୍ତି ପୂତ ମନେ ଲିଙ୍ଗ ପୂଜା କଲେ ବ୍ରହ୍ମ କାଶୀ ଆଦି ସ୍ଥାନେ। ତାଙ୍କୁ ଅନୁଗାମୀ ହେଲେ ସର୍ବଦେବଗଣ ଶ୍ରଦ୍ଧା ଭକ୍ତି ଭରେ କଲେ ଲିଙ୍ଗ ଆରାଧନ। ନାରାୟଣ ପୂଜା କଲେ ଲିଙ୍ଗ ବିଶ୍ୱେଶ୍ୱରେ ଇନ୍ଦ୍ରଦେବ ଆରାଧିଲେ ଶ୍ରୀ କେଦାରେଶ୍ୱରେ। ମଲ୍ଲିକା ଅର୍ଜୁନେ ଅଗ୍ନି କରନ୍ତି ପୂଜନ ଭୀମଶଙ୍କର ଲିଙ୍ଗକୁ ପୂଜିଲେ ସମନ। ଅମରେଶଙ୍କୁ ଭକ୍ତିରେ ପୂଜିଲେ ନିରୁତି ମହାକାଳେଶ୍ୱରଙ୍କୁ ପୂଜିଲେ ଜଳପତି। ସୋମନାଥଙ୍କୁ ଅର୍ଚ୍ଚନା କଲେ କପବନ କୁବେର ବୈଦ୍ୟମାନଙ୍କୁ କରନ୍ତି ପୂଜନ। ନାଗନାଥ ଲିଙ୍ଗକୁ ଯେ ପୂଜିଲେ ଅନନ୍ତ ଭୂଷଣେଶ୍ୱରଙ୍କୁ ପୂଜା କଲେ ଦୀନନାଥ। ଚନ୍ଦ୍ର ପୂଜା କଲେ ତ୍ରିମ୍ବକଙ୍କୁ ବିଧାନରେ ବୃହସ୍ପତି ପୂଜା କଲେ ଲିଙ୍ଗ ରାମେଶ୍ୱରେ। ତ୍ରେତା ଯୁଗେ ନାରାୟଣ ହୋଇ ଅବତୀର୍ଣ୍ଣ ଦଶରଥ ରାଜାଙ୍କର ହେଲେ ସେ ନନ୍ଦନ। ରାମେଶ୍ୱର ଲିଙ୍ଗ ସ୍ଥାପିଥିଲେ ସେ ସାଦରେ ରାବଣକୁ ବଧ କଲେ ତାଙ୍କରି କୃପାରେ। ଏହି ରୂପେ ପ୍ରତିଦିନ କମଳ ଆସନ ଅର୍ଚ୍ଚନା କରନ୍ତି ଲିଙ୍ଗ ଘେନି ଦେବଗଣ। ବ୍ରହ୍ମାଦି ଦେବଗଣ ହୋଇ ଏକତ୍ରିତ ପୂଜା ଶେଷେ ସ୍ତବ ଗାନ କରୁଥାନ୍ତି ନିତ୍ୟ। ଯେ ବଣସ୍ତବ ସେ ପାଠ କରନ୍ତି ହରସେ ପ୍ରକାଶ କରୁଛି ତାହା ମୁହିଁ ତବ ପାଶେ। ଅମୃତ ସୁମଧୁର ଲିଙ୍ଗାଷ୍ଟକ ସ୍ତୋତ୍ର ଶ୍ରବଣ କର ସକଳେ आहे मुनि गोत्र।